ଦୋଳ ପୂର୍ଣ୍ଣିମାରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ତାହେଲେ ହୋଲି ଖେଳିବେ କେବେ? 2026ର ପ୍ରଥମ ଚନ୍ଦ୍ରଗ୍ରହଣ ପୁଣି ବଡ଼ ଗ୍ରହଣ। ଏଥର ଦୋଳ ପୂର୍ଣ୍ଣିମା ଫାଲ୍ଗୁନ ପୂର୍ଣ୍ଣିମାରେ ପଡ଼ୁଛି। ଧାର୍ମିକ ଓ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏହାକୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି। ଏହି ଗ୍ରହଣ ଭାରତର କିଛି ସ୍ଥାନରେ ଦୃଶ୍ୟମାନ ହେବ। ତେଣୁ ଏହାର ଘାତ ସମୟ କେବେ ଏବଂ କେବେ ପାଳିବେ ହୋଲି, ଏ ବାବଦରେ ଲୋକଙ୍କ ମନରେ ପ୍ରଶ୍ନ। ଆସନ୍ତୁ ଆଜି ଆମେ ଜାଣିବା ଏହି ପ୍ରସଙ୍ଗ ବିଷୟରେ। ଏହାର ସମୟସୀମା କେତେ ରହିବ ଆମେ ସବୁ ଜାଣିବା। ଆଉ ଆପଣମାନେ କେବେ ହୋଲି ପାଳିବେ? ଆସନ୍ତୁ ଏସବୁ ପ୍ରଶ୍ନର ଉତ୍ତର ଆଜି ଆମେ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ପଞ୍ଚାଙ୍ଗ ଅନୁସାରେ ଚନ୍ଦ୍ରଗ୍ରହଣ ମାର୍ଚ୍ଚ 3 ତାରିଖ ମଙ୍ଗଳବାର ଫାଲ୍ଗୁନ ମାସର ପୂର୍ଣ୍ଣିମା ତିଥିରେ ହେବ। ଭାରତୀୟ ସମୟ ଅନୁସାରେ ଚନ୍ଦ୍ରଗ୍ରହଣ ଅପରାହ୍ନ 3ଟା20ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା 6ଟା47 ପର୍ଯ୍ୟନ୍ତ ଚାଲିବା। ଗ୍ରହଣର ମୋଟ ଅବଧି 3 ଘଣ୍ଟା 27 ମିନିଟ୍ ହେବ। ଚନ୍ଦ୍ରଗ୍ରହଣର ସମୟ: ଚନ୍ଦ୍ରଗ୍ରହଣ ଆରମ୍ଭ ଦିନ 3ଟା20 ମିନିଟ୍। ଗ୍ରାସ ଆରମ୍ଭ ଅପରାହ୍ନ 4ଟା34 ମିନିଟ୍। ଚନ୍ଦ୍ରଗ୍ରହଣ ମଧ୍ୟମ 5ଟା4 ମିନିଟ୍। ଗ୍ରାସ ଶେଷ 5ଟା33 ମିନିଟ୍। ଗ୍ରହଣ ଶେଷ ସନ୍ଧ୍ୟା 6ଟା47 ମିନିଟ୍। ଗ୍ରାସ ସମୟ 59 ମିନିଟ୍। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରଗ୍ରହଣର ଘାତ ସମୟକୁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ, ତେଣୁ ଏହାର ଘାତ କାଳ ବି ମାନ୍ୟ ହେବ। ଚନ୍ଦ୍ରଗ୍ରହଣ ଆରମ୍ଭ ହେବାର 9 ଘଣ୍ଟା ପୂର୍ବରୁ ଘାତ ସମୟ ଆରମ୍ଭ ହେବ। ଜ୍ୟୋତିଷ ଶାସ୍ତ୍ର ଏବଂ ଧାର୍ମିକ ବିଶ୍ୱାସ ଅନୁସାରେ ଏହି ସମୟ ମଧ୍ୟରେ ଶୁଭ କାର୍ଯ୍ୟ କରିବା ଅନୁଚିତ। ଘାତ କାଳ ମାର୍ଚ୍ଚ 3 ତାରିଖ ସକାଳ 6ଟା20ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା 6ଟା46 ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଖାଇବା ପିଇବା ଠାରୁ ପୂଜା କରିବା ପର୍ଯ୍ୟନ୍ତ ଅନେକ କାର୍ଯ୍ୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କେଉଁଠାରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ? 3 ମାର୍ଚ୍ଚରେ ହେବାକୁ ଥିବା 2026ର ପ୍ରଥମ ଗ୍ରହଣ ଏବଂ ଏହା ଏକ ପୁନଃ ଚନ୍ଦ୍ରଗ୍ରହଣ ହେବ। ଏହି ଚନ୍ଦ୍ରଗ୍ରହଣ ପଶ୍ଚିମବଙ୍ଗ, ମିଜୋରାମ, ନାଗାଲାଣ୍ଡ, ମଣିପୁର, ଆସାମ ଏବଂ ଅରୁଣାଚଳ ପ୍ରଦେଶର ଉତ୍ତର ପୂର୍ବ ଅଞ୍ଚଳରେ ଦୃଶ୍ୟମାନ ହେବା। ଘାତ କାଳ ଯୋଗୁଁ ହୋଲି ଉତ୍ସବ ଗୋଟିଏ ଦିନ ଆଗକୁ ବଢ଼ିଯିବା ମାନେ ହୋଲି ମାର୍ଚ୍ଚ 3 ବଦଳରେ ମାର୍ଚ୍ଚ 4 ତାରିଖରେ ପାଳନ ହେବ ବୋଲି କୁହାଯାଉଛି। ହୋଲିକା ଦହନ ମାର୍ଚ୍ଚ 2 ତାରିଖରେ ଅନୁଷ୍ଠିତ ହେଲେ ବି ରଙ୍ଗର ଉତ୍ସବ ହୋଲି କିନ୍ତୁ ଗୋଟିଏ ଦିନ ପରେ ପାଳନ ହେବ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି। ଧନ୍ୟବାଦ।